ବ୍ୟସ୍ତବହୁଳ ଜୀବନରେ କେବେ ଯଦି ଟିକେ ସମୟ ହୁଏ ଜୀବନର ପୂର୍ବ ପୃଷ୍ଠା ସବୁ ଆଉ ଥରେ ଲେଉଟାଇ ଦେଖିବା ପାଇଁ ଲାଗେ ସତେ ଯେମିତି ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ସମୟ ହାତ ମୁଠାରୁ ଚାଲିଯାଇଛି। ହୁଏତ ମନରେ ଆସେ ପୁଣି ଥରେ ସେ ମୁହୂର୍ତ୍ତ ଗୁଡ଼ିକୁ ଆଉ ଥରେ ଉପଭୋଗ କରନ୍ତି, ହେଲେ ସେତେବେଳକୁ ଜଞ୍ଜାଳ ଆହୁରି ବଢ଼ି ଯାଇଥାଏ। ଏଇ ଯେମିତି ଆମ ମା ଦେଇଥିବା ଏହି ସୁନ୍ଦର ଉପହାରଟି 2024 ଫେବୃଆରୀ ମାସରେ ଦେଇଥିବା ଉପହାରକୁ ଖୋଲିବାକୁ ମୋତେ ଲାଗିଗଲା ପ୍ରାୟ 2 ବର୍ଷ। ଘର ସିଫ୍ଟିଂ କାଳରେ କେଉଁ ପୃଷ୍ଠାରେ ଅଳତା ଟିକେ ଲାଗିଯାଇଛି ତ ପୁଣି କେଉଁ ଫଟୋ ଗୁଡ଼ିକ ଉପରେ ସବୁ 18 ଚିହ୍ନ, କିନ୍ତୁ ଏଥିରେ ଭରି ହୋଇ ରହିଥିବା ତାଙ୍କର ସେହି ଭଲ ପାଇବା ଯାହା ଚିର ଅମଳିନ। ଏଇ ତ ଜୀବନ, ଆଗକୁ ଆଗକୁ ମାଡ଼ିଯିବା କଥା, ଆଉ ସମୟ କାହିଁ ପଛକୁ ପୁଣି ବୁଲି ଦେଖିବା ପାଇଁ। ରବର୍ଟ ଫ୍ରଷ୍ଟଙ୍କର ସେହି କାଳଜୟୀ କବିତା ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ, ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତଥାପି ଆପଣା ସଂକଳ୍ପେ ଅଚଳ ଅଟଳ ରହରେ ମନ, ଆଗରେ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିଲା ଆଗରୁ ଆଖି, ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିଲା ଆଗରୁ